ସମସ୍ତଙ୍କୁ ମୋର ନମସ୍କାର ସ୍ୱାଗତ କରୁଛି ଜବ୍ ନୋଟିଫିକେସନ ଓଡ଼ିଆର ପୁଣି ଗୋଟେ ନୂଆ ଭିଡିଓକୁ। ତ ଚାଲନ୍ତୁ ଗୋଟେ ଫଟାଫଟ ବାବଦ ଗୋଟେ ଭ୍ୟାକେନ୍ସି ରିଲେଟ ଆମେ ଆଲୋଚନା ଟି କରିନେବା। ଆପଣ ଦେଖି ପାରୁଛନ୍ତି ସ୍କ୍ରିନରେ ଯୋଉଟା এটা ଆମର କେନ୍ଦୁଝର ଜିଲ୍ଲା ତରଫରୁ ଓକେ କେନ୍ଦୁଝର ଜିଲ୍ଲା ତରଫରୁ ଆମର ଓଡିଶା ଆଦର୍ଶ ବିଦ୍ୟାଳୟ ଯୋଉ ତେଲୁଗୁରେ ଅଛି ମାନେ କହିବାକୁ ଗଲେ ଆପଣଙ୍କର ବଏଜ ହଷ୍ଟେଲରେ ଆପଣଙ୍କର ରଷିଆର ରିକ୍ରୁଟମେଣ୍ଟ ବାବଦକୁ ଏଇ ନୋଟିଫିକେସନ କୁ ଜାରି କରିଛନ୍ତି। এই নোটিফিকেশন को ଆପଣ ଡାଉନଲୋଡ କରିବା ପାଇଁ କିମ୍ବା ଦେଖିବା ପାଇଁ କଣ କରିବେ ଆପଣଙ୍କୁ ଦିଆଯାଇଥିବା ଏଇ ଯୋଉ ଦେଖୁଛନ୍ତି ପୋର୍ଟାଲ ବା ଆପଣଙ୍କ ୱେବସାଇଟ kenduzhar.odisha.gov.in ପୋର୍ଟାଲ କୁ ଭିଜିଟ କରି ଆପଣ ଚେକ୍ କରିପାରିବେ ଏବଂ ଦେଖିପାରିବେ ନିଜର ଏଇ ନୋଟିଫିକେସନ କୁ ଓକେ ବା ଏଇ ଆଡଭର୍ଟାଇଜମେଣ୍ଟ କୁ ଆପଣ ଦେଖିପାରିବେ। ବହୁତ ଆପଣଙ୍କର ଇଂଲିଶ ଓକେ ଇଂଲିଶ ଏବଂ ଓଡ଼ିଆରେ ଆଭେଲେବଲ ଅଛି ଓକେ ତିନି ଯାକ ମାନେ ଭର୍ଜନ ରେ ଓଡ଼ିଆରେ ବି ଆପଣ ପଢିଲେ ପଢି ପାରିବେ ଇଂଲିଶ ପଢିଲେ ଆପଣ ପଢି ପାରିବେ ବା ଡାଉନଲୋଡ କରିପାରିବେ ଠିକ ଅଛି। ମୁଁ ଓଡ଼ିଆରେ କରିଛି ତ ଓଡ଼ିଆରେ ଆମେ ଟିକେ ଦେଖିନେବା। ତ ବିଜ୍ଞାପନ କଣ ଅଛି ବା ଆଡଭର୍ଟାଇଜମେଣ୍ଟ କଣ ଦିଆଯାଇଛି ଆପଣଙ୍କୁ ଦିଆଯାଇଛି ଯେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓରିଆ ତେଲକୋଇ ବାଳକ ଛାତ୍ରାବାସ ପାଇଁ ମୁଖ୍ୟ ରାନ୍ଧୁଣୀ ଓକେ ସହାୟକ ରାନ୍ଧୁଣୀ 2 ଜଣ ଓକେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଯୋଗ୍ୟ ପୁରୁଷ ପ୍ରାର୍ଥୀଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରାଯାଉଛି ମାନେ କହିବାକୁ ଗଲେ କେବଳ ମେଲ ଯୋଉ କ୍ୟାଣ୍ଡିଡେଟ ଅଛନ୍ତି ଓକେ ମେଲ କ୍ୟାଣ୍ଡିଡେଟ ହିଁ ୟା ପାଇଁ ଆବେଦନ କରିପାରିବେ ଠିକ ଅଛି ମେଲ କ୍ୟାଣ୍ଡିଡେଟ ଆବେଦନ କରିପାରିବେ କ୍ଲିୟର ଅଛି ଏତିକି ଜିନିଷ ବୁଝିପାରିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମାନେ ଓଏବି ଆମର ଓରିଆ ତେଲକୋଇ ଯୋଉ ରହିଛି ଯୋଉ ବଏଜ ହଷ୍ଟେଲ ରହିଛି ସେଇଥିରେ ଆପଣଙ୍କର ମାନେ ହେଡ କୁକ୍ ଏବଂ ଆପଣଙ୍କର ଆସିଷ୍ଟାଣ୍ଟ କୁକ୍ ର ମାନେ ବାବଦକୁ ଆପଣଙ୍କର ରିକ୍ରୁଟମେଣ୍ଟ ବାବଦକୁ ଏଇ ଆଡଭର୍ଟାଇଜମେଣ୍ଟ କୁ ରିଲିଜ କରାଯାଇଛି କେବଳ ମେଲ କ୍ୟାଣ୍ଡିଡେଟ ମାନଙ୍କ ପାଇଁ। ତ ଦେଖନ୍ତୁ ଟିକେ ଦେଖିନେବା ଆଉ ଟିକେ କଣ ରହିଛି ଯୋଉ ହେଡ କୁକ୍ ରହିଛି ବା ମୁଖ୍ୟ ଯୋଉ ରାନ୍ଧୁଣୀ ରହିଛି ଏଥିରେ ଆପଣଙ୍କର ଦେଖନ୍ତୁ ରହିଛି ଗୋଟେ ମାତ୍ର ପଦବୀ ସଂଖ୍ୟା ବା ଗୋଟେ ମାତ୍ର ଭ୍ୟାକେନ୍ସି ରହିଛି ଦରମା ରହିଛି ଆପଣଙ୍କ 9,000 ଟଙ୍କା ଏଥିରେ ଆପଣଙ୍କର ଇପିଏଫ ବି କଣ ହେଇଛି ଆଡ ହେଇକି ରହିଛି ଓକେ ଇନକ୍ଲୁଡିଂ ଅଛି ଏଥିରେ ହିଁ ଏବଂ ଏଥିପାଇଁ ଯୋଉ ବୟସ ସୀମା ସେ ମାଗିଛନ୍ତି ସେଟା ହଉଛି ଆପଣଙ୍କର 30 ରୁ 40 ବର୍ଷ ମାଗିଛନ୍ତି ଓକେ ନିହାତି ଭାବରେ ଏକ୍ସପିରିଏନ୍ସ ରହିବା ଦରକାର ଅଛି ଆପଣଙ୍କର ରୋଷେଇ କ୍ଷେତ୍ରରେ ମାନେ ଆପଣ କୁକିଂ କରୁଥିବା ମାନେ ଭଲ ଭାବରେ ଆସୁଥିବା ଦରକାର ଅଛି ଯୋଗ୍ୟତା କୌଣସି ସର୍ସ ମେନସନ କରିନାହାନ୍ତି ଓକେ କଣ ସବୁ ରହିବ ବୋଲି ଏବଂ ଆଉ ଗୋଟେ ରହିଛି ଆପଣଙ୍କର ସହାୟକ ରାନ୍ଧୁଣୀ ଯୋଉଥିରେ ଆପଣଙ୍କର ପଦବୀ ସଂଖ୍ୟା ରହିଛି 2ଟି ବା ଭ୍ୟାକେନ୍ସିଜ 2ଟି ରହିଛି 2 ଜଣ ରହିପାରିବେ ମାନେ ଟୋଟାଲ ଭ୍ୟାକେନ୍ସି ଆପଣଙ୍କର 3ଟି ରହିଛି ଏଥିରେ ଯୋଉ ସାଲାରୀ ରହିଛି ଆପଣଙ୍କର ଦରମା ଯୋଉ ରହିଛି ସେଟା ହଉଛି 6,750 ଟଙ୍କା ରହିଛି ଏବଂ ଆପଣଙ୍କର 21 ରୁ 32 ବର୍ଷ ମଧ୍ୟରେ ଯୋଉମାନେ ଅଛନ୍ତି କ୍ୟାଣ୍ଡିଡେଟ ସେମାନେ ଆବେଦନ କରିପାରିବେ ଠିକ ଅଛି। ତାହେଲେ ମୁଁ ଆଉ ଗୋଟେ କଣ ରହିଛି ଏତିକି ଜିନିଷ ମନେ ରହିଲା ମୋଟାମୋଟି ଭାବରେ ଆପଣଙ୍କ କେତୋଟି ପୋଷ୍ଟ ରହିଛି କଣ ପୋଷ୍ଟ ରହିଛି ଦରମା କେତେ ରହିବ ଏବଂ ବୟସ ସୀମା ଯୋଉ ଏଲିଜିବିଲିଟି କଣ ରହିଛି ଆମେ ଦେଖିଲେ ଓକେ ଯୋଗ୍ୟତା ବା ଏଜୁକେସନ କ୍ୱାଲିଫିକେସନ ସେମିତି କିଛି ସେ ମେନସନ କରିନାହାନ୍ତି ଏଠି କ୍ଲିୟର ଓକେ। ତାପରେ ଦେଖନ୍ତୁ କଣ ଦିଆଯାଇଛି ନା ଆବେଦନ ପତ୍ର ଏବଂ ଅନ୍ୟାନ୍ୟ ବିବରଣୀ ପାଇଁ ଆପଣ ଜିଲ୍ଲା ୱେବସାଇଟ ଯୋଉ ରହିଛି ଆମର ଏଇ ୱେବସାଇଟ କୁ ଆପଣ ଭିଜିଟ କରିପାରିବେ ବା ଡାଉନଲୋଡ କରିପାରିବେ ଆପଣ ଏଇ ଆଡଭର୍ଟାଇଜମେଣ୍ଟ ଠିକ ଅଛି କ୍ଲିୟର ଜିନିଷ। ତାପରେ କଣ ଦିଆଯାଇଛି ଆପଣଙ୍କୁ ଇମେଲ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ ନାହିଁ କୁହାଯାଉଛି ମାନେ ଆପଣଙ୍କର କୌଣସି ବି ଆବେଦନକୁ ଇମେଲ ମାଧ୍ୟମରେ ଗ୍ରହଣ କରାଯିବ ନାହିଁ ଓକେ ଆପଣ କଣ କରିବେ ଆବେଦନ କରିବା ପାଇଁ ଆପଣଙ୍କୁ ପୋଷ୍ଟାଲ ମାଧ୍ୟମରେ ଆପଣଙ୍କୁ ଆବେଦନ କରିବାକୁ ପଡିବ ଏଟା ହଉଛି ରେଜିଷ୍ଟର୍ଡ ପୋଷ୍ଟ ପୁଣି କଣ କୁହାଗଲା ରେଜିଷ୍ଟର୍ଡ ପୋଷ୍ଟ ମାଧ୍ୟମରେ ଆପଣ ଆବେଦନ କରିବେ ସ୍ପିଡ ପୋଷ୍ଟ ବି ନୁହଁ ମନେ ରଖନ୍ତୁ ସ୍ପିଡ ପୋଷ୍ଟ କରିପାରିବେନି କେବଳ ରେଜିଷ୍ଟର୍ଡ ପୋଷ୍ଟ ଦେଖନ୍ତୁ ସେ ମେନସନ କରିଛନ୍ତି ଯେ ଆଗ୍ରହୀ ପ୍ରାର୍ଥୀ ମାନେ କେବଳ ରେଜିଷ୍ଟର୍ଡ ପୋଷ୍ଟ ମାଧ୍ୟମରେ ଅଧ୍ୟକ୍ଷ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓରିଆ ତେଲକୋଇ ପିନକୋଡ ନମ୍ବର 758019 ଠାରେ କଣ କରିବେ 10 ଜୁଲାଇ ଠାରୁ ଆରମ୍ଭ ହେଇ ଓକେ 10 ଜୁଲାଇ 2024 ରୁ ଆରମ୍ଭ ହେଇ 25 ଜୁଲାଇ 2026 ମଧ୍ୟରେ ପଠାଇ ପାରିବେ ମାନେ ଆପଣଙ୍କର ଯୋଉ ଶେଷ ତାରିଖ ରହୁଛି ସେଇଟା ହଉଛି ଆପଣଙ୍କର 25 ଜୁଲାଇ ମାନେ ଆଜିଠାରୁ ଆପଣ ଆବେଦନ ଆରମ୍ଭ କରିପାରିବେ ଆଜିଠାରୁ ଆପଣ କରିପାରିବେ ଠିକ ଅଛି। ତାହେଲେ କହିବାକୁ ଗଲେ ଏତିକି ତାରିଖ ମଧ୍ୟରେ ଆପଣଙ୍କର ପହଞ୍ଚିବା ଦରକାର ଅଛି ତାପରେ ଯଦି ପହଞ୍ଚିବ ତାହେଲେ ସେଟାକୁ ସେ ଏଣ୍ଟରଟେନ ବା କୌଣସି ପ୍ରକାର ଆକ୍ସେପ୍ଟ କରିବେ ନାହିଁ ବା ଗ୍ରହଣ କରାଯିବ ନାହିଁ ଯଦି ବିଳମ୍ବ ହଉଛି ଆପଣଙ୍କର ଡାକ ବିଳମ୍ବ ହଉଛି ସେଥିପାଇଁ କାର୍ଯ୍ୟାଳୟ ଦାୟୀ ହେବ ନାହିଁ ବୋଲି ସେ କମ୍ପ୍ଲିଟଲି ମେନସନ କରି ଦେଇଛନ୍ତି ଦେଖନ୍ତୁ ଅସମ୍ପୂର୍ଣ୍ଣ ଆବେଦନ ପତ୍ର ବାତିଲ ହବ ଶେଷ ତାରିଖ ପରେ ପ୍ରାପ୍ତ ଆବେଦନ ଗ୍ରହଣ କରାଯିବ ନାହିଁ ଡାକ ବିଳମ୍ବ ପାଇଁ କାର୍ଯ୍ୟାଳୟ ଦାୟୀ ନୁହେଁ କୌଣସି କାରଣ ଛଡା ନିଯୁକ୍ତି ପ୍ରକ୍ରିୟା ବାତିଲ କରିବାର ଅଧିକାର କାର୍ଯ୍ୟାଳୟ ରଖିଥାଏ ବୋଲି ସେ କହୁଛନ୍ତି ଠିକ ଅଛି ଏତିକି ଜିନିଷ ରହୁଛି ଦେଖନ୍ତୁ ତାର ଯୋଗାଯୋଗ ପାଇଁ ନମ୍ବର ବି ଆପଣଙ୍କୁ ଦେଇ ଦିଆଯାଇଛି କଣ ଆପଣ ଏଇ କଣ୍ଟାକ୍ଟ ନମ୍ବରରେ କଣ କରିପାରିବେ ଆପଣ ଯୋଗାଯୋଗ କରିବା କଣ୍ଟାକ୍ଟ କରିପାରିବେ ତାଙ୍କୁ ଠିକ ଅଛି ଯଦି ଅଧିକା ଡିଟେଲ ଆପଣ ଜାଣିବା ପାଇଁ ଚାହୁଁଛନ୍ତି ଠିକଣା ବି ଦେଇ ଦିଆଯାଇଛି ଛାତ୍ରାବାସର ନାଁ ବି ଦିଆଯାଇଛି ଏବଂ ସବୁ ଜିନିଷଟି ମେନସନ କରି ଦିଆଯାଇଛି। ତାପରେ ଦେଖନ୍ତୁ ଏଟା ହଉଛି ଆପଣଙ୍କର ଆପ୍ଲିକେସନ ଫର୍ମ ମୁଁ କଣ କହିଲି ଯୋଉ ପୋର୍ଟାଲ ରହିଛି ଆପଣଙ୍କର kenduzhar.odisha.gov.in ସେଇ ପୋର୍ଟାଲକୁ ଭିଜିଟ କରି କଣ କରିବେ ଆପଣ ଏଇ ଆପଣଙ୍କ ଆପ୍ଲିକେସନ ଫର୍ମକୁ ଡାଉନଲୋଡ କରିବେ ଏବଂ ଏଟାକୁ ଭରିବେ ଓକେ କମ୍ପ୍ଲିଟଲି ୟାକୁ ଭରିବେ ଯାହା ବି ସବୁ ଆପଣଙ୍କୁ ଦିଆଯାଇଛି ଓକେ ଯେତିକି ସବୁ ଯାହା ବି ସବୁ ଏଠି ମେନସନ କରାଯାଇଛି ସବୁ ଜିନିଷକୁ ଭରିବେ ଏବଂ ତା ସହିତ ଆପଣଙ୍କର ଯେତିକି ଡକୁମେଣ୍ଟ ରହିଛି ସବୁ ଆଟାଚ କରିବେ ଯାହା ବି ସେ ସବୁ ମାଗିଛନ୍ତି ସବୁକୁ ଆଟାଚ କରି ତାଙ୍କୁ କଣ କରିବେ ଆପଣଙ୍କୁ ପଠେଇବାକୁ ପଡିବ ରେଜିଷ୍ଟର୍ଡ ପୋଷ୍ଟ ମାଧ୍ୟମରେ
ठीक अछि एतिकी जिंस रहउची एई रिक्रुटमेंट बा एई एडवर्टाइजमेंट रे ठीक अछि जो माने भी इंटरेस्टेड अछंती एलिजिबल होउचंती करिया पई सन निहाती भाबरे अप्लाई करंतु ओके ठीक अछि तो निहाती कहबी जदी कोनोसी प्रकार भी